ଆଜି ପିଲାମାନେ ଆମେ ଚତୁର୍ଥ ଅଧ୍ୟାୟର ପ୍ରାଣୀର ଶରୀର ଗଠନ ଓ କାର୍ଯ୍ୟର ପ୍ରଶ୍ନାବଳୀ କରିବା। 1 ନମ୍ବର କ ଖାଦ୍ୟର ପଚନ କେଉଁଠାରୁ ଆରମ୍ଭ ହୁଏ? ଆଇ ପାଟି, ଡବଲ ଆଇ ଗଳକକ୍ଷ, ଟ୍ରିପଲ ଆଇ ପାକସ୍ଥଳୀ, IV କ୍ଷୁଦ୍ରାନ୍ତ୍ର। ଖାଦ୍ୟର ପଚନ ପାଟିରୁ ଆରମ୍ଭ ହୁଏ। ଖ ପିତ୍ତ କେଉଁ ଅଙ୍ଗରୁ କ୍ଷରିତ ହୁଏ? ଆଇ ଲାଳଗ୍ରନ୍ଥି, ଡବଲ ଆଇ ଯକୃତ, ଟ୍ରିପଲ ଆଇ ଅଗ୍ନାଶୟ, IV ବୃକକ୍। ପିତ୍ତ କେଉଁ ଅଙ୍ଗରୁ କ୍ଷରିତ ହୁଏ? ପିତ୍ତ ଯକୃତରୁ କ୍ଷରିତ ହୁଏ। ପାଟିରେ କେଉଁ ପ୍ରକାରର ଖାଦ୍ୟର ପଚନ ଆରମ୍ଭ ହୁଏ? ଆଇ ପୁଷ୍ଟିସାର, ଡବଲ ଆଇ ସ୍ନେହସାର, ଟ୍ରିପଲ ଆଇ ଶ୍ୱେତସାର, IV ଧାତୁସାର। ପାଟିରେ ଶ୍ୱେତସାର, ଟ୍ରିପଲ ଆଇ ଶ୍ୱେତସାର ଖାଦ୍ୟର ପଚନ ଆରମ୍ଭ ହୁଏ। ଘ ଫୁସଫୁସରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଆଦାନ ପ୍ରଦାନ କେଉଁଠାରେ ହୋଇଥାଏ? ଆଇ ଶ୍ୱାସନଳୀ, ଡବଲ ଆଇ କ୍ଲୋମନଳୀ, ଟ୍ରିପଲ ଆଇ ଶାଖା କ୍ଲୋମନଳୀ, IV ସୂକ୍ଷ୍ମ ବାୟୁ ପ୍ରକୋଷ୍ଠ। ଫୁସଫୁସରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଆଦାନ ପ୍ରଦାନ ସୂକ୍ଷ୍ମ ବାୟୁ ପ୍ରକୋଷ୍ଠରେ ହୋଇଥାଏ। IV ସୂକ୍ଷ୍ମ ବାୟୁ ପ୍ରକୋଷ୍ଠ। ଅପରିଷ୍କାର ରକ୍ତ ହୃତ୍ପିଣ୍ଡର କେଉଁ ଅଂଶ ଦେଇ ପ୍ରବେଶ କରେ? ଆଇ ବାମ ଅଳିନ୍ଦ, ଡବଲ ଆଇ ଦକ୍ଷିଣ ଅଳିନ୍ଦ, ଟ୍ରିପଲ ଆଇ ବାମ ନିଳୟ, IV ଦକ୍ଷିଣ ନିଳୟ। ତାହେଲେ ଉତ୍ତର କ'ଣ ହେବ? ଅପରିଷ୍କାର ରକ୍ତ ହୃତ୍ପିଣ୍ଡର ଦକ୍ଷିଣ ଅଳିନ୍ଦ ଅଂଶ ଦେଇ ପ୍ରବେଶ କରେ। ଡବଲ ଆଇ ଦକ୍ଷିଣ ଅଳିନ୍ଦ। ନିଶ୍ୱାସ ବାୟୁରେ କ'ଣ ଥିବାରୁ ଏହା ଚୂନ ପାଣିକୁ ଦୁଧିଆ କରିଦିଏ? ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ, ଉଦ୍ଜାନ। ଅଙ୍ଗାରକାମ୍ଳ। ନିଶ୍ୱାସ ବାୟୁରେ ଅଙ୍ଗାରକାମ୍ଳ ଥିବାରୁ ଏହା ଚୂନ ପାଣିକୁ ଦୁଧିଆ କରିଦିଏ। ରକ୍ତରେ ଅମ୍ଳଜାନ ବୋହି ନେବାରେ କିଏ ସାହାଯ୍ୟ କରେ? ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା, ଅଣୁଚକ୍ରିକା, ଗ୍ଲୁକୋଜ। ଲୋହିତ ରକ୍ତ କଣିକା ଆଇ। ରକ୍ତରେ ଅମ୍ଳଜାନ ବୋହି ନେବାରେ ଲୋହିତ ରକ୍ତ କଣିକା ସାହାଯ୍ୟ କରେ। 2 ନମ୍ବର ଶୂନ୍ୟସ୍ଥାନ ପୂରଣ କର। କ ଡ୍ୟାସ୍ ଶରୀରରୁ ଜଳ ଓ ଲବଣ ବାହାର କରିବାରେ ସହାୟକ? ଚର୍ମ ଶରୀରରୁ ଜଳ ଓ ଲବଣ ବାହାର କରିବାରେ ସହାୟକ। ଖ ହୃତ୍ପିଣ୍ଡର ଦକ୍ଷିଣ ନିଳୟରୁ ରକ୍ତ ଡ୍ୟାସ୍କୁ ଯାଇଥାଏ? ହୃତ୍ପିଣ୍ଡର ଦକ୍ଷିଣ ନିଳୟରୁ ରକ୍ତ ଫୁସଫୁସକୁ ଯାଇଥାଏ। ମୂତ୍ର ଅସ୍ଥାୟୀ ଭାବେ ଡ୍ୟାସ୍ରେ କିଛି ସମୟ ପାଇଁ ଧରି ରଖେ? ମୂତ୍ର ଅସ୍ଥାୟୀ ଭାବେ ମୂତ୍ରାଶୟରେ କିଛି ସମୟ ପାଇଁ ଧରି ରହେ। ପରିଷ୍କାର ରକ୍ତ ବହନ କରି ଶରୀରରେ ଯୋଗାଉଥିବା ରକ୍ତନଳୀକୁ ଡ୍ୟାସ୍ କୁହାଯାଏ? ପରିଷ୍କାର ରକ୍ତ ବହନ କରି ଶରୀରରେ ଯୋଗାଉଥିବା ରକ୍ତନଳୀକୁ ଧମନୀ କୁହାଯାଏ। ଡ୍ୟାସ୍ରେ କେବଳ ଜଳ ଶୋଷିତ ହୋଇ ତାହା ମଳ ରୂପେ ଶରୀରରୁ ବାହାରିଯାଏ। ବୃହଦନ୍ତ୍ରରେ କେବଳ ଜଳ ଶୋଷିତ ହୋଇ ତାହା ମଳ ରୂପେ ଶରୀରରୁ ବାହାରିଯାଏ। ଚ ଡ୍ୟାସ୍ ଖାଦ୍ୟ ଓ ବାୟୁର ସାଧାରଣ ପ୍ରକୋଷ୍ଠ? ଗଳକକ୍ଷ ଖାଦ୍ୟ ଓ ବାୟୁର ସାଧାରଣ ପ୍ରକୋଷ୍ଠ। 3 ନମ୍ବର ଠିକ୍ ଥିଲେ ଠିକ୍ ଚିହ୍ନ ଓ ଭୁଲ ଥିଲେ ଭୁଲ ଚିହ୍ନ ଦିଅ। କ ପାଟିରେ ଦାନ୍ତ ଓ ଲାଳଗ୍ରନ୍ଥି ଖାଦ୍ୟରେ ପଚନରେ ସାହାଯ୍ୟ କରନ୍ତି। ଠିକ୍। ଖ ପରିପାକ କ୍ରିୟା ପାକସ୍ଥଳୀରେ ସମ୍ପୂର୍ଣ୍ଣ ହୋଇଥାଏ। ଭୁଲ। ରକ୍ତରେ କେବଳ ଏକ ପ୍ରକାରର କୋଷ ମିଶି ରହିଥାଏ। ଭୁଲ। ବୃକକ୍ ଆମ ଶରୀରରେ ରକ୍ତ ଛଣା କାର୍ଯ୍ୟରେ ସାହାଯ୍ୟ କରେ। ଠିକ୍। କ୍ରିଏଟିନ୍ ବୃକକ୍ ଦ୍ୱାରା ବର୍ଜ୍ୟବସ୍ତୁ ଭାବେ ଶରୀରରୁ ବାହାରିଯାଏ। ଠିକ୍। ଶିରା ଶରୀରରେ ଅମ୍ଳଜାନଯୁକ୍ତ ରକ୍ତ ବହନ କରେ। ଭୁଲ। 4 ନମ୍ବର କ ସ୍ତମ୍ଭ ସହ ଖ ସ୍ତମ୍ଭର ସଠିକ୍ ଉତ୍ତର ବାଛି ନିଅ।
क स्तंभରେ ଅଛି ଖାଦ୍ୟର ଚୂର୍ଣ୍ଣୀକରଣ, ରକ୍ତର ବର୍ଣ୍ଣ, ରକ୍ତ ସଞ୍ଚାଳନ, ଅଗ୍ନାଶୟ ରସ, ମୂତ୍ର। ଖ ସ୍ତମ୍ଭ ଅଗ୍ନାଶୟ, ବୃକକ୍, ଦନ୍ତ, ହୃତ୍ପିଣ୍ଡ, ହିମୋଗ୍ଲୋବିନ୍। ଖାଦ୍ୟର ଚୂର୍ଣ୍ଣୀକରଣ ଦନ୍ତ, ରକ୍ତର ବର୍ଣ୍ଣ ହିମୋଗ୍ଲୋବିନ୍, ରକ୍ତ ସଞ୍ଚାଳନ ହୃତ୍ପିଣ୍ଡ, ଅଗ୍ନାଶୟ ରସ ଅଗ୍ନାଶୟ, ମୂତ୍ର ବୃକକ୍। 5 ନମ୍ବର ଆଇ ଖାଦ୍ୟନଳୀର କେଉଁ ଅଂଶରେ ଅଧିକ ସମୟ ଧରି ପାଚିତ ହୁଏ? ଖାଦ୍ୟ କ୍ଷୁଦ୍ରାନ୍ତ୍ରରେ ଅଧିକ ସମୟ ଧରି ପାଚିତ ହୁଏ। ଡବଲ ଆଇ ପ୍ରଶ୍ନ, ବୃକକରୁ ମୂତ୍ର କେଉଁ ପଥ ଦେଇ ଶରୀରରୁ ବାହାରିଯାଏ? ଉତ୍ତର, ବୃକକରୁ ମୂତ୍ର ମାର୍ଗ ଦେଇ ଶରୀରରୁ ବାହାରିଯାଏ। ଟ୍ରିପଲ ଆଇ ପ୍ରଶ୍ନ, ବୃକକର ଗଠନ ବର୍ଣ୍ଣନା କର। ଉତ୍ତର, ଆମ ଶରୀରର ତଳିପେଟ ମଧ୍ୟରେ ମେରୁଦଣ୍ଡର 2 କଡ଼ରେ ଶିମ୍ବମଞ୍ଜି ଆକୃତିର 2ଗୋଟି ବୃକକ ରହିଛି। ଏହାର ଓଜନ ପ୍ରାୟ 150 ଗ୍ରାମ, ଲମ୍ବ 12 ସେମି, ଚଉଡ଼ା 6 ସେମି ଓ ମୋଟେଇ 3 ସେମି। ଆଇଭି ପ୍ରଶ୍ନ, ଫୁସ୍ଫୁସ୍ର ଅବସ୍ଥିତି ଓ ଗଠନ ବିଷୟରେ ଲେଖ। ଉତ୍ତର, ଫୁସ୍ଫୁସ୍ ଆମ ଶରୀରର ବକ୍ଷ ଗହ୍ୱର ମଧ୍ୟରେ ଥାଏ। ଏହାର ସଂଖ୍ୟା 2। ବାମ ଫୁସ୍ଫୁସ୍ 2 ଭାଗରେ ବିଭକ୍ତ ଓ ଦକ୍ଷିଣ ଫୁସ୍ଫୁସ୍ଟି ବଡ଼ ଓ 3 ଭାଗରେ ବିଭକ୍ତ। କ୍ଲୋମନଳୀ 2 ଭାଗରେ ବିଭକ୍ତ ହୋଇ 2 ଫୁସ୍ଫୁସ୍ ସହିତ ସଂଯୁକ୍ତ ହୋଇଥାଏ ଓ ତାହା ଶାଖା ପ୍ରଶାଖା ସୃଷ୍ଟି କରି ଶେଷରେ ସୂକ୍ଷ୍ମ ବାୟୁ ପ୍ରକୋଷ୍ଠ ସବୁ ସୃଷ୍ଟି କରିଥାଏ। ସେହି ବାୟୁ ପ୍ରକୋଷ୍ଠକୁ ଅଙ୍ଗାରକାମ୍ଳଯୁକ୍ତ ସୂକ୍ଷ୍ମ ରକ୍ତନଳୀ ଆବୃତ କରି ରଖିଥାଏ। ଭି ପ୍ରଶ୍ନ, ରକ୍ତବାହିନୀ କେତେ ପ୍ରକାରର ଲେଖ? ଉତ୍ତର, ରକ୍ତବାହିନୀ 3 ପ୍ରକାରର, ଯଥା 1 ଶିରା, 2 ଧମନୀ ଓ 3 ରକ୍ତ କୈଶିକ। ଭି ଆଇ ପ୍ରଶ୍ନ, ଫୁସ୍ଫୁସ୍ ମଧ୍ୟକୁ ବାୟୁ କେଉଁ ପଥ ଦେଇ ଯାଏ? ଉତ୍ତର, ଫୁସ୍ଫୁସ୍ ମଧ୍ୟକୁ ବାୟୁ କ୍ଲୋମନଳୀ ଦେଇ ଯାଏ। ଭି ଡବଲ ଆଇ ପ୍ରଶ୍ନ, ହୃତ୍ପିଣ୍ଡ ମଧ୍ୟରେ ରକ୍ତର ପ୍ରବାହ କିପରି ହୁଏ ଲେଖ। ଉତ୍ତର, ପ୍ରଥମେ ଅପରିଷ୍କାର ବା ଅଙ୍ଗାରକାମ୍ଳଯୁକ୍ତ ରକ୍ତ ଦକ୍ଷିଣ ଅଳିନ୍ଦରେ ପହଞ୍ଚେ। ଏହି ରକ୍ତ ହୃତ୍ପିଣ୍ଡର ସଂକୋଚନ ଫଳରେ ଦକ୍ଷିଣ ନୀଳୟକୁ ଯାଏ। ଦକ୍ଷିଣ ନୀଳୟରୁ ରକ୍ତ ବିଶୁଦ୍ଧିକରଣ ପାଇଁ ଫୁସ୍ଫୁସ୍କୁ ଯାଏ। ଫୁସ୍ଫୁସ୍ରୁ ଅମ୍ଳଜାନଯୁକ୍ତ ରକ୍ତ ବାମ ଅଳିନ୍ଦକୁ ଆସେ ଓ ସେଥିରୁ ବାମ ନୀଳୟକୁ ଯାଏ। ବାମ ନୀଳୟରୁ ଏହି ରକ୍ତ ମହାଧମନୀ ଦେଇ ଶରୀରର ବିଭିନ୍ନ ଅଂଶକୁ ପ୍ରବାହିତ ହୁଏ। ଭି ଟ୍ରିପଲ ଆଇ ପ୍ରଶ୍ନ, ଖାଦ୍ୟନଳୀର ଏକ ଚିତ୍ର କରି ଏହାର ବିଭିନ୍ନ ଅଂଶ ଦେଖାଅ। ପିଲାମାନେ ଖାଦ୍ୟନଳୀର ଚିତ୍ର, ଏହି ଚିତ୍ରଟି କରିବ ଓ ଏହାର ବିଭିନ୍ନ ଅଂଶ ଦେଖାଇବ। ଖାଦ୍ୟନଳୀର ବିଭିନ୍ନ ଅଂଶ: ପାଟି, ଗଳକକ୍ଷ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର। ଏହି ଚିତ୍ରଟି କରି ବିଭିନ୍ନ ଅଂଶକୁ ଦେଖାଇବ। ଆଇଏକ୍ସ ପ୍ରଶ୍ନ, ଶରୀର କେଉଁ କେଉଁ ଉପାୟରେ ବା ମାଧ୍ୟମରେ ବର୍ଜ୍ୟବସ୍ତୁ ତ୍ୟାଗ କରେ? ଶରୀର ବୃକକ୍, ଚର୍ମ ଓ ଫୁସ୍ଫୁସ୍ ମାଧ୍ୟମରେ ବର୍ଜ୍ୟବସ୍ତୁ ତ୍ୟାଗ କରେ। ଏକ୍ସ ପ୍ରଶ୍ନ, ଆମ ଶରୀରର ରେଚନ ଯନ୍ତ୍ରର ବୃକକର ଚିତ୍ର ଅଙ୍କନ କରି ବିଭିନ୍ନ ଅଂଶ ଦର୍ଶାଅ। ପିଲାମାନେ ଏହି ଚିତ୍ରଟି କରି ରେଚନ ଯନ୍ତ୍ରର ବୃକକର ବିଭିନ୍ନ ଅଂଶ ଦର୍ଶାଇବ।